ଆଲେ ବୋଉ ତୁ ଏଠି କ'ଣ କରୁଛୁ କିଲୋ? ଭାଇ ଭାଉଜ କ'ଣ ଦେଖା ନାହାନ୍ତି? ସେ କୁଆଡ଼େ ଯାଇଛନ୍ତି କିଲୋ? ସିଏ ଘରେ ଅଛନ୍ତି, କ'ଣ କରୁଥିବେ ଆଉ। ତୁ ଛାଡ଼ ସେ କଥା। ତୋ ଛୁଆ ସବୁ ଆସିଛନ୍ତି ନା ନାହିଁ? ଆଲେ ବୋଉ ତୋତେ କ'ଣ ଦେଖାଯାଉନି କିଲୋ? ତୋ ଆଖି କ'ଣ ଫୁଟିଗଲା କିଲୋ? ମୁଁ ପା ଏବେ ଆସିଲି, ତୁ ଦେଖୁଛୁ ଫେରେ ପଚାରୁଛୁ କ'ଣ ଲୋ? ମତେ ଯଦି ଦେଖାଯାଆନ୍ତା ମୁଁ କ'ଣ ତୋତେ ପଚାରିଥାନ୍ତି? କ'ଣ ହେଲା ତୋତେ ଦେଖାଯାଉନି? କେବେଠୁ ଲୋ ବୋଉ? ତୋର କ'ଣ ହେଇଛି କି? ଆଲେ ବୋଉ ତୁ କ'ଣ ଏମିତି କହୁଛୁ, ତୋତେ କିଛି ଦେଖାଯାଉନି? ହଁ ଲୋ କୁଣ୍ଠୁଣି, ତୁ ଗଲା ପରଠାରୁ ମତେ ଆଉ କିଛି ଦେଖାଯାଉନି ଲୋ। ବୋଉ ତୁ ସତ କଥା କହୁନୁ, ଭାଉଜ କ'ଣ ତୋ ଆଖିକୁ ଫୁଟେଇ ଦେଇଛି କିଲୋ? ତୁ ଛାଡ଼ ସେ କଥା, ତୁ ଏତେ ବାଟରୁ ଆସିଲୁ, ଟିକେ ବସିଯା। ଆବେ ତମ ଦି ଜଣକୁ ବା ଆଈ ଡାକୁଛନ୍ତି, ତମ କାନ କ'ଣ ଫୁଟିଗଲା କି ଶୁଣୁ ନା? ଆଜ୍ଞା ଆଈ, ଆମେ ଆସିଗଲୁ। ଆଈ, ଆମେ ବସରେ ଆସିଲା ବେଳେ ବହୁତ ମଜା କଲୁ। ହଉ ହେଲା ହେଲା, ତମେ ଦି ଜଣ ଏଇଠି ବସି ପଡ଼। ଚାଲ ଚାଲ ଭିତରକୁ ଯିବା। ଆଲୋ ବୋଉ, ତୋର ସେ ଯୋଉ ପଢ଼ାମୁହିଁ ବୋଉ କୁଆଡ଼େ ଗଲା କିଲୋ? ରହ ମୋ ଭାଇ ଭାଉଜଙ୍କ କଥା ଆଗେ ବୁଝୁଛି। ନାଇଁ ଲୋ କୁଣ୍ଠୁଣି, ତୁ ଯାଆନି ତାଙ୍କ ପାଖକୁ। ତୁ ସେଠି ବସୁନୁ, ତୁ କାହିଁକି ଚିଲଉଛୁ? ଭାଇ ଭାଇ, ତୁ କୋଉଠି ପଇଛୁ ବା? ତୋ ମାଇପ କାନକୁ କ'ଣ ଶୁଭୁନି? ତା କାନ କ'ଣ ଫୁଟିଗଲା କି? ଆଲୋ କୁଣ୍ଠୁଣି, ତୁ ଆଇଛୁ କିଲୋ? ତୋ ମାଇପ କୋଉଠି ପଇଛି ବା? ଆଲୋ କୁଣ୍ଠୁଣି, ତୁ ଚୁପ୍ ରହ, ପାଟି କରନି। କ'ଣ ହେଲା? କିଏ ସେ ପାଟି କରୁଛି ଏତେ ଜୋରରେ? ତମକୁ ମୁଁ କେତେବେଳ ଠାରୁ ଡାକିଲିଣି, ତମକୁ କ'ଣ ଶୁଭୁନଥିଲା କି? କାଇଁ, ତମେ କ'ଣ ଗଜପତି? ତମେ ଡାକିଲେ ମୁଁ ଧାଇଁ ଆସିବି। କ'ଣ କହିଲ? ନାଇଁ ନାଇଁ, କ'ଣ କହିଲ? ତୁମର ଏତେ ସାହସ? ତୁ ପାଟି କରନି ଲୋ ଗୁଣ୍ଠୁଣି, ଟିକେ ଚୁପ୍ ରହ। ଆଲୋ ବୋଉ, ତୋ ବୋହୁର ମୁହଁ ବଢ଼ିଗଲାଣି। ଚୁପ୍ ରୁହ, ତମେ ହେଲା 2 ଦିନର କୁଣିଆ। ଆଲୋ ଗୁଣ୍ଠୁଣି, ତୁ ଟିକେ ଚୁପ୍ ରହ, ମୋ କଥା ଟିକେ ଶୁଣୁ। ତୁ ଦେଖୁନୁ ତୋ ପୁଅ କେମିତି ବେହିଆଙ୍କ ପରି ସେଠି ଛିଡ଼ା ହେଇଛି?